ବନ୍ଧୁଗଣ, କେଉଁ କର୍ମ ପାଇଁ ଧନୀ ଲୋକ ଆର ଜନ୍ମରେ ଭିକାରୀ ହୁଏ? ବନ୍ଧୁଗଣ, ହିନ୍ଦୁ ଧର୍ମରେ ଗରୁଡ଼ ପୁରାଣ ଗ୍ରନ୍ଥର ଅତ୍ୟନ୍ତ ମହିମା ରହିଛି। ସନାତନ ଧର୍ମର ପାଳନ କରୁଥିବା ଲୋକ ଏହି ଗ୍ରନ୍ଥରେ ଲେଖାଯାଇଥିବା କଥା ଉପରେ ଆସ୍ଥା ସହ ବିଶ୍ୱାସ କରିଥାନ୍ତି। ଏହି ପୁରାଣ ସନାତନ ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ସଦ୍ଗତି ପ୍ରଦାନ କରିବା ବାଲା ମାନାଯାଇଥାଏ। ଭଗବାନ ଶ୍ରୀ ହରି ବିଷ୍ଣୁଙ୍କୁ ଏହି ପୁରାଣର ଅଧିଷ୍ଠାତା ଦେବ ମନାଯାଏ। ଏହି କାରଣରୁ ଏହି ପୁରାଣ ବୈଷ୍ଣବ ପୁରାଣ ଅଟେ। ଗରୁଡ଼ ପୁରାଣକୁ ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶ୍ରବଣ କରିବାର ପ୍ରାବଧାନ ରହିଛି। ଗରୁଡ଼ ପୁରାଣ କହିଥାଏ କି ମନୁଷ୍ୟର କର୍ମର ଫଳ ମନୁଷ୍ୟର ଜୀବନରେ ହିଁ ମିଳିଥାଏ, କିନ୍ତୁ ମନୁଷ୍ୟର ମୃତ୍ୟୁ ପରେ ମଧ୍ୟ କର୍ମର ଫଳ ମିଳିଥାଏ। ବନ୍ଧୁଗଣ, ଆପଣ କେବେ ଭାବିଛନ୍ତି କି କିଛି ଲୋକ କୋଟିପତି ହୋଇ ମଧ୍ୟ ଶେଷରେ ସବୁକିଛି ହରାଇ ବସନ୍ତି କାହିଁକି? ଗରୁଡ଼ ପୁରାଣ ଓ ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ମଣିଷର କିଛି ଏପରି ଖରାପ ଅଭ୍ୟାସ କିମ୍ବା ବାସଦୋଷ ଥାଏ ଯାହା ଜଣେ ଅତ୍ୟନ୍ତ ଧନବାନ ଲୋକକୁ ମଧ୍ୟ କାଙ୍ଗାଳ କରିଦିଏ। ଏପରିକି ଏହି ଜନ୍ମରେ ନୁହେଁ, ପରବର୍ତ୍ତୀ ଜନ୍ମରେ ମଧ୍ୟ ତାକୁ ଦାରିଦ୍ର୍ୟ ଭୋଗିବାକୁ ପଡ଼େ। ବନ୍ଧୁଗଣ, ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଗରୁଡ଼ ପୁରାଣ, ବାସ୍ତୁଶାସ୍ତ୍ର ଏବଂ କର୍ମଶାସ୍ତ୍ର ଅନୁସାରେ କେଉଁ ସବୁ ଖରାପ ଅଭ୍ୟାସ ମା ଲକ୍ଷ୍ମୀଙ୍କୁ ଆପଣଙ୍କ ଘରୁ ଦୂର କରିଥାଏ। ଭିଡ଼ିଓଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ, କାରଣ ଏହି ଅଭ୍ୟାସ ଗୁଡ଼ିକ ମଧ୍ୟରୁ ଅଜାଣତରେ ହୁଏତ ଗୋଟିଏ ଭୁଲ ଆପଣ ମଧ୍ୟ କରୁଥାଇ ପାରନ୍ତି। ବନ୍ଧୁଗଣ, ପ୍ରଥମ କର୍ମ ହେଉଛି ଦାନ ନ କରି ପଇସା ଯୋଡ଼ିବା। ଗରୁଡ଼ ପୁରାଣ ଅନୁସାରେ ବ୍ୟକ୍ତିକୁ ନିଜର ଧନ ସଦୁପଯୋଗ କାମରେ ଲଗାଇବା ସହିତ ଅଭାବୀ ଲୋକଙ୍କୁ ଦାନ କରିବା ଉଚିତ। ଯେଉଁ ବ୍ୟକ୍ତି କେବଳ ପଇସା ହେଉଥାଏ କିନ୍ତୁ ଧର୍ମ କର୍ମ ସହ ଜଡ଼ିତ କାର୍ଯ୍ୟରେ ଭାଗିଦାରୀ ହୋଇନଥାଏ, ତାକୁ ଆର ଜନ୍ମରେ ଦାରିଦ୍ର୍ୟ ଭୋଗିବାକୁ ପଡ଼ିଥାଏ। ଦ୍ୱିତୀୟ କର୍ମ, ମାତାପିତା ଓ ଗୁରୁଙ୍କୁ ଅନାଦର କରିବା। ଗରୁଡ଼ ପୁରାଣ ସହିତ ବାସ୍ତୁଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ନିଜ ମାତାପିତା, ଗୁରୁ ଓ ବଡ଼ଙ୍କ ସମ୍ମାନ କରିନଥାଏ, ତାକୁ ଆର ଜନ୍ମରେ ନିର୍ଧନର ରୂପରେ ବହୁତ କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ। ଏହା ବ୍ୟତୀତ ବ୍ୟକ୍ତିକୁ ଜୀବନରେ ସର୍ବଦା ଅସଫଳତା ମିଳିଥାଏ। ତୃତୀୟ କର୍ମ, ଲୋଭରେ ପଡ଼ି ଅଧର୍ମ କାର୍ଯ୍ୟ କରିବା। ଗରୁଡ଼ ପୁରାଣ ଅନୁସାରେ ଯେଉଁ ମନୁଷ୍ୟ ଲୋଭ ସ୍ୱଭାବ ରଖିକରି କେବଳ ନିଜର ହିଁ ଫାଇଦା ଦେଖନ୍ତି ଓ ଲୋକଙ୍କ ସହ ଅନ୍ୟାୟ କରିଥାନ୍ତି, ତାକୁ ଆର ଜନ୍ମରେ ବହୁତ କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ। ଭାଗବତ ଗୀତାର 16ତମ ଅଧ୍ୟାୟରେ ଶ୍ରୀକୃଷ୍ଣ କହିଛନ୍ତି କି କାମ, ରାଗ ଓ ଲୋଭ ନରକର 3 ଦ୍ୱାର ହିଁ ସେହି ମାର୍ଗ ଅଟେ, ଯାହା ମନୁଷ୍ୟର ପତନର କାରଣ ବନିଥାଏ। ଚତୁର୍ଥ କର୍ମ, ସତ୍ୟ ଜାଗାରେ ମିଛର ସାହାରା ନେବା। ସନାତନ ପରମ୍ପରାରେ ମିଥ୍ୟା କହିବା ବା ମିଛ କହିବା ସବୁଠାରୁ ବଡ଼ ପାପ ମନାଯାଇଛି। ଆଜିର ସମୟରେ ଅଧିକାଂଶ ଲୋକ ଏହି କଥାକୁ ଅଣଦେଖା କରିଦେଇଥାନ୍ତି, କିନ୍ତୁ ହିନ୍ଦୁ ଶାସ୍ତ୍ରରେ ଏହାକୁ ପାପର ଶ୍ରେଣୀରେ ରଖାଯାଇଛି। ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ସତ୍ୟ ଓ ସତ୍ୟତାର ବଦଳରେ ମିଥ୍ୟା ଓ ଛଳକପଟ କରିଥାଏ, ତାକୁ ଆର ଜନ୍ମରେ ନିର୍ଧନତାର ସାମ୍ନା କରିବାକୁ ପଡ଼ିଥାଏ। ପଞ୍ଚମ କର୍ମ, ଗରିବ ଓ ଅଭାବୀ ଲୋକଙ୍କୁ ଅପମାନ କରିବା। ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଅସହାୟ, ଗରିବ ଓ ଦୁଃଖୀ ଲୋକଙ୍କୁ କଷ୍ଟ ଦିଏ, ତାଙ୍କର ହକ୍ ମାଗିଥାଏ କିମ୍ବା ତାଙ୍କ ପ୍ରତି ଅନ୍ୟାୟର ଭାବନା ରଖିଥାଏ, ସେ ପାପର ଭାଗିଦାରୀ ବନିଥାଏ। ମୃତ୍ୟୁ ପରେ ତାକୁ ବହୁତ କଷ୍ଟ ଓ ଆର ଜନ୍ମରେ ଦୁଃଖ, ପୀଡ଼ା ଓ ଦରିଦ୍ରତାର ସାମ୍ନା କରିବାକୁ ପଡ଼ିଥାଏ। ଷଷ୍ଠ କର୍ମ, ଅନ୍ନ ଓ ଜଳର ଅପଚୟ। ଶାସ୍ତ୍ର ଅନୁସାରେ ଅନ୍ନ ହେଉଛନ୍ତି ସାକ୍ଷାତ ଅନ୍ନପୂର୍ଣ୍ଣା ଏବଂ ଜଳ ହେଉଛନ୍ତି ବରୁଣ ଦେବ। ଯେଉଁ ଘରେ ଖାଦ୍ୟ ଥାଳିରେ ଖାଦ୍ୟ ଅଧା ଛାଡ଼ି ଦିଆଯାଏ କିମ୍ବା ବଳକା ଖାଦ୍ୟକୁ ଅଳିଆ ଗଦାରେ ଫିଙ୍ଗି ଦିଆଯାଏ, ସେଠାରୁ ମା ଲକ୍ଷ୍ମୀ ଚାଲିଯାଆନ୍ତି।
ସେହିପରି ବାସ୍ତୁ ଅନୁସାରେ ଘରର ଟ୍ୟାପରୁ ପାଣି ଗଳିବା ଧନର ହାନିର ବଡ଼ ସଂକେତ। ଏହା କେବଳ ଏହି ଜନ୍ମରେ ନୁହେଁ, ପର ଜନ୍ମରେ ମଧ୍ୟ ଦାରିଦ୍ର୍ୟର କାରଣ ବନିଥାଏ। ସପ୍ତମ କର୍ମ, ସନ୍ଧ୍ୟା ସମୟରେ ଶୋଇବା ଏବଂ ମୁଖ୍ୟ ଦ୍ୱାରରେ ଅନ୍ଧାର ରଖିବା। ସନ୍ଧ୍ୟା ସମୟ ହେଉଛି ମା ଲକ୍ଷ୍ମୀଙ୍କ ଘରକୁ ଆଗମନର ସମୟ। ଯଦି କେହି ସନ୍ଧ୍ୟା ସମୟରେ ଶୁଏ କିମ୍ବା ଘରର ମୁଖ୍ୟ ଦ୍ୱାର ଅନ୍ଧାର ଓ ଅପରିଷ୍କାର ରହେ, ତେବେ ଘରକୁ ନକାରାତ୍ମକ ଊର୍ଜା ପ୍ରବେଶ କରେ। ବାସ୍ତୁ ଅନୁସାରେ ମୁଖ୍ୟ ଦ୍ୱାରର ଦୋଷ ବଂଶାନୁକ୍ରମିକ ଦାରିଦ୍ର୍ୟ ଆଣିଥାଏ। ଅଷ୍ଟମ କର୍ମ ହେଉଛି ଈଶାନ କୋଣରେ ଭଙ୍ଗାରୁଜା ଜିନିଷ ରଖିବା। ବାସ୍ତୁ ଅନୁସାରେ ଘରର ଉତ୍ତର ପୂର୍ବ ଦିଗ ହେଉଛି ଦେବତାଙ୍କ ସ୍ଥାନ। ଯଦି ଏହି ଦିଗରେ ମଇଳା, ଭଙ୍ଗା ଆସବାବପତ୍ର, ଜୋତା, ଚପଲ ରଖାଯାଏ, ତେବେ ସେଠାରେ ବାସ୍ତୁଦୋଷ ସୃଷ୍ଟି ହୁଏ। ଏହା ଘରର ମୁଖ୍ୟ ରୋଜଗାରିଆଙ୍କ ବ୍ୟକ୍ତିଙ୍କ ଭାଗ୍ୟକୁ ସମ୍ପୂର୍ଣ୍ଣ ଶୋଷି ନିଏ। ବନ୍ଧୁଗଣ, ଗରୁଡ଼ ପୁରାଣରେ ସଫା ଭାବରେ ଲେଖା ହୋଇଛି କି ମନୁଷ୍ୟ ନିଜ ଜୀବନ କାଳରେ ଯେପରି କର୍ମ କରିଥାଏ, ତାକୁ ସେପରି ହିଁ ଫଳ ଭୋଗିବାକୁ ପଡ଼ିଥାଏ। ଯେଉଁ ବ୍ୟକ୍ତି ସତ୍ୟ କର୍ମର ପାଳନ କରିଥାଏ, ଫଳ ତାକୁ ଏହି ସାଂସାରିକ ଜୀବନରେ କଷ୍ଟ ହୋଇପାରେ, କିନ୍ତୁ ଦୁର୍ବଳ କରିପାରିବ ନାହିଁ। ଯେଉଁ ଲୋକ ବର୍ତ୍ତମାନ ସମୟରେ ଅଧର୍ମ, ଲୋଭ, ଅନ୍ୟାୟ, ଦାନ କିମ୍ବା ସେବା କରନ୍ତି ନାହିଁ, ଭଲାଇ ତାଙ୍କ ପାଖରେ ଯଶ, ନାମ ଓ ପଇସା ରହିଛି, କିନ୍ତୁ ତାଙ୍କୁ କେବେ ବି ଆନ୍ତରିକ ସୁଖର ପ୍ରାପ୍ତି ହୋଇନଥାଏ। ଶାସ୍ତ୍ର କହିଥାଏ କି କଳି ଯୁଗରେ ସଚ୍ଚା ଖୁସିର ଆଧାର ପଇସା, ଭୌତିକ ସୁଖ ସୁବିଧା କିମ୍ବା ନାମଠାରୁ ବଢ଼ିକରି ଆଉ କିଛି ଅଛି, ତାହା ହେଉଛି ମନର ଶାନ୍ତି। ବନ୍ଧୁଗଣ, ଏବେ ଆପଣଙ୍କ ମନରେ ନିଶ୍ଚୟ ଏକ ପ୍ରଶ୍ନ ଉଙ୍କି ମାରୁଥିବ କି ଏହିସବୁ ଦୋଷରୁ ରକ୍ଷା ପାଇବାର ସହଜ ଉପାୟ କ'ଣ? ବନ୍ଧୁଗଣ, ମନେ ରଖନ୍ତୁ, ସଦା ସର୍ବଦା ଅନ୍ନ ଓ ଜଳକୁ ସମ୍ମାନ ଦିଅନ୍ତୁ। ପ୍ରତିଦିନ ସନ୍ଧ୍ୟାରେ ମୁଖ୍ୟ ଦ୍ୱାରରେ ଗୋଟିଏ ଦୀପ ନିଶ୍ଚୟ ଜଳାନ୍ତୁ। ନିଜ ଉପାର୍ଜନରୁ ଅନ୍ତତଃ ଅଳ୍ପ କିଛି ଗରିବ କିମ୍ବା ଜୀବଜନ୍ତୁଙ୍କ ସେବାରେ ଦାନ କରନ୍ତୁ। ଘରର ଉତ୍ତର ପୂର୍ବ ଦିଗକୁ ସବୁବେଳେ ସଫା ଏବଂ ହାଲୁକା ରଖନ୍ତୁ। ବନ୍ଧୁଗଣ, ଆପଣଙ୍କ ସତ୍କର୍ମ, ଗରୁଡ଼ ପୁରାଣର ନିୟମ ଆପଣଙ୍କ ବର୍ତ୍ତମାନ ଓ ପରଜନ୍ମକୁ ଉଜ୍ଜଳ କରିପାରିବ। ବନ୍ଧୁଗଣ, ଆଶା କରୁଛି ଏହି କଥାଟି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି ଏହି କଥାଟି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ କମେଣ୍ଟ ବକ୍ସରେ ନିଜର ମତାମତ ନିଶ୍ଚୟ ପ୍ରକାଶ କରନ୍ତୁ। ଏହା ସହ ଭିଡ଼ିଓକୁ ଲାଇକ୍ କରି ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।